ଶାଶୁଙ୍କର 2 ମିନିଟ୍ ରୋଷେଇ ପ୍ରଣାଳୀରେ ଏଇ ପୋଟଳ ଭର୍ତ୍ତା ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ। କାହିଁକିନା ସେ ହଠାତ୍ କିଣି ଆସନ୍ତି, ହଠାତ୍ କିଣି ରୋଷେଇ କରିଦିଅନ୍ତି। ତେଣୁ ଆପଣମାନଙ୍କୁ ଆଜି ମୁଁ ଏଇ ପୋଟଳ ଭର୍ତ୍ତା କରିକି ଦେଖାଉଛି। ଆପଣ ତ ପୋଡ଼ି ପାଡ଼ିକି ଅନ୍ୟ ପ୍ରକାର ରାନ୍ଧିକି ଖାଉଥିବେ, ଆଜି ଏଇଟାକୁ ଶିଖିକି ଥରେ ଘରେ ରାନ୍ଧିକି ଦେଖନ୍ତୁ କେମିତି ଲାଗୁଛି, ଆଉ କମେଣ୍ଟରେ କହିବେ ହେଲା। ମୋ ଶାଶୁ ରୋଷେଇ ଇଜ୍ ଦ ବେଷ୍ଟ ରୋଷେଇ। ମୋ ଶାଶୁ କେବେ ହେମଦସ୍ତା ପାଆନ୍ତି, ତେଣୁ ତାଙ୍କର ସ୍ପେଶାଲ ଜିନିଷ ହେଲା ବେଲା ବାଡ଼ି ବେଲା। ଏଇଥିରେ ସେ ଗୁଣ୍ଡ କରିବେ। ଚିନାବାଦାମ ଭାଜନ୍ତି, ତେଣୁ ଚିନାବାଦାମ ଭାଜୁଛନ୍ତି। ଆମର ଏଠି ପିମ୍ପୁଡ଼ି ବାଦାମକୁ ଯାହା ଖୋଳପା କରୁଛନ୍ତି, ଯେମିତି ବର୍ଷ ସାରା ଖାଦ୍ୟ ମଣିଷମାନଙ୍କଠୁ ସେମାନେ ଛଡ଼େଇକି ରଖିବେ, ପୁରା ଦମରେ ଲାଗିଛନ୍ତି। ବାଦାମ ଭଜା ହେଇଗଲାଣି। ମୁଁ ଆମେ କଡ଼ାରେ ଅଳ୍ପ ଟିକେ ପାଣି ଦେବା, ତାପରେ ପାଣି ଟକଟକ ଗରମ ହେଇଗଲାଣି। ତାପରେ ଯେଉଁ ପୋଟଳ ଏଇଭଳିଆ କାଟିଥିବେ ତାକୁ ପକେଇଦେବେ। କେବେ ଚାମଚରେ ଲୁଣ ପକାନ୍ତିନି, ତେଣୁ ମୋ ହାତରେ ଲୁଣ ପକାଇକି ତାକୁ ଢାଙ୍କି ଦେବା, ଯେମିତି ପାଣି ପୁରା ମରିଛି। ଗ୍ରାଇଣ୍ଡରରେ ପାଖରେ ଧନିଆ ନଥିଲା, ତେଣୁ ମୁଁ କିଣା ଧନିଆ ଗୁଣ୍ଡ ପକାଉଛି। ଆପଣ ଭାଜିକି ପକାଇବେ, ଭଲ ଟେଷ୍ଟ ଆସିବ। ତାକୁ ଘାଣ୍ଟିବେ ଶୁଖିଲା ହେଲା ପର୍ଯ୍ୟନ୍ତ। ଅବସ୍ଥା ଏଇଭଳି। ଏଠି ଆପଣ ଲାଷ୍ଟକୁ ଟିକିଏ ସୋରିଷ ତେଲ ପକାଇଦେବେ, ତାପରେ ଘାଣ୍ଟିବେ।